ବର୍ଷା ଦିନ ଷ୍ଟାର୍ଟ ହେଇଗଲା ମାନେ ବାକି ଦିନ ଅପେକ୍ଷା ବର୍ଷା ଦିନରେ ଟିକେ ଅଧିକା ଛଣାଛଣି ଖାଇବା ପାଇଁ ଭଲ ଲାଗେ। ସେଥିପାଇଁ ସମସ୍ତେ ବରା, ପିଆଜି, ପକୁଡ଼ି ଏସବୁ ପ୍ରସ୍ତୁତ କରନ୍ତି। ମୁଁ ମଧ୍ୟ ଆଜି ବିରି ବରାର ଗୋଟେ ସୁନ୍ଦର ରେସିପି ଆପଣମାନଙ୍କ ସହିତ ସେୟାର କରିବା ପାଇଁ ଯାଉଛି। ନମସ୍କାର, ଜୟ ଜଗନ୍ନାଥ। ଲିମାସ୍ କିଚେନକୁ ଆପଣମାନଙ୍କୁ ସ୍ୱାଗତ। ମୁଁ ଆଜି ଆପଣମାନଙ୍କ ସହିତ ଢେଙ୍କାନାଳର ଫେମସ୍ ବିରି ବରାର ଗୋଟେ ସୁନ୍ଦର ରେସିପି ଆପଣମାନଙ୍କ ସହିତ ସେୟାର କରିବା ପାଇଁ ଯାଉଛି। ସେଥିପାଇଁ ପ୍ରଥମେ ଏଇଠି ଗୋଟେ ଗ୍ଲାସ୍ ବିରିକୁ ମୁଁ ରାତିରେ ଭିଜେଇ ନେଇଥିଲି। ତା ପରଦିନ ସକାଳେ ବିରିରୁ ଭଲ ଭାବରେ ଚୋପା ଛଡ଼େଇ ନେଇଛି ଏବଂ ଗ୍ରାଇଣ୍ଡର ଜାର୍ରେ ଦେଇନେବା ଏବେ ବିରିକୁ। ବିରିରେ ଚୋପା ଛଡ଼େଇବାର ବହୁତ ଭିଡ଼ିଓ ମୁଁ ମୋ ଚ୍ୟାନେଲରେ ଅପଲୋଡ଼ କରିସାରିଛି। ଯଦି ଆପଣମାନେ ଦେଖିବା ପାଇଁ ଚାହୁଁଥିବେ ତାହେଲେ ମୋ ଚ୍ୟାନେଲରେ ଯାଇକି ଆପଣମାନେ ଦେଖିପାରିବେ। ଏଇଠି ଗ୍ରାଇଣ୍ଡର ଜାର୍ରେ ବିରିକୁ ଦେଇ ନେଇଛି। ଏବେ ସେଥିରେ ଦେଇନେବା ଅଳ୍ପ ଗୋଟେ ଚାମଚ ପାଣି। ଜମା ବି ଏଇଠି ବେଶୀ ପାଣି ବ୍ୟବହାର କରିବା ନାହିଁ। ଗୋଟେ ଚାମଚ ପାଣି ଦେଇକି ଗ୍ରାଇଣ୍ଡିଙ୍ଗ କରିନେବା। ଯଦି ନ ହୁଏ ତାହେଲେ ଆଉ ଅଳ୍ପ ଟିକେ ପାଣି ଦେଇକି ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରିନେବା। ଏଇଠି ଦେଖନ୍ତୁ ମୁଁ ଯେତିକି ପାଣି ଦେଇଥିଲି ସେତିକିରେ ମୋର ପୁରା ପରଫେକ୍ଟ ବନିଛି। ଏଇଟା ପୁରା ବହଳିଆ ଅଛି, ଜମା ବି ପାଣିଆ ହେଇନି। ବିରିଟି ଆମର ଯେତେ ଭଲ ଭାବରେ ବାଟି ହେବ ସେତେ ଭଲ ଭାବରେ ଆମର ବରାଟି ପ୍ରସ୍ତୁତ ହେବ, ସେତେ ସୁନ୍ଦର ବନିବ। ଏଇଠି ଦେଖନ୍ତୁ ଏଇଭଳି ଭାବରେ ସେମ୍ ପ୍ରୋସେସ୍ରେ ମୁଁ ବାକି ଯାହା ବି ସବୁ ବିରି ରଖିଛି ସେସବୁକୁ ଗ୍ରାଇଣ୍ଡିଙ୍ଗ କରିନେବି। ସବୁବେଳେ ଆପଣ ବିରି ବାଟିଲା ବେଳେ ଅଳ୍ପ ପାଣି ବ୍ୟବହାର କରିବେ, ତେବେ ଯାଇ ଆପଣଙ୍କର ବିରି ବଟାଟି ଠିକ୍ ହେବ। ଆପଣମାନେ ତ ବହୁତ ପ୍ରକାରର ବରା ବନେଇକି ଖାଉଥିବେ, ଥରେ ଏଇଭଳି ଭାବରେ ବିରି ବରା ଟ୍ରାଏ କରିକି ଦେଖନ୍ତୁ। ମୋ ଷ୍ଟାଇଲରେ ଆପଣମାନଙ୍କୁ ନିହାତି ହିଁ ପସନ୍ଦ ଆସିବ, ବହୁତ ହିଁ ବଢ଼ିଆ ଲାଗିବ। ଉପରୁ ପୁରା କ୍ରିସ୍ପି, ଭିତରୁ ପୁରା ନରମ, ବହୁତ ହିଁ ବଢ଼ିଆ ଲାଗିବ ଖାଇବା ପାଇଁ। ଭିଡ଼ିଓଟିକୁ ଜମା ବି ସ୍କିପ୍ କରନ୍ତି ନାହିଁ, ମୂଳରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆପଣମାନଙ୍କୁ ଭିଡ଼ିଓଟି ନିହାତି ପସନ୍ଦ ଆସିବ, ବହୁତ ହିଁ ଭଲ ଲାଗିବ। ଆପଣମାନେ ଏଇ ବର୍ଷା ଦିନରେ ନିହାତି ବନେଇକି ଏଇଭଳି ଭାବରେ ବିରି ବରା ଥରେ ଟ୍ରାଏ କରନ୍ତୁ। ଏବେ ଏଇଠି ସବୁ ବିରିକୁ ମୁଁ ବାଟି ନେଇଛି। ଏବେ ଆମେ ବିରି ବରା ପାଇଁ ପିଆଜ କାଟି ନେବା। ପିଆଜ ନିହାତି ଆମକୁ ଆବଶ୍ୟକ, ସେଥିପାଇଁ ମୁଁ ଏଇଠି ପିଆଜକୁ ପୁରା ଛୋଟ ଛୋଟ ଖଣ୍ଡ କରିକି କାଟି ନେଇଛି। ମୁଁ ଏଇଠି 3ଟି ମିଡ଼ିୟମ୍ ସାଇଜ୍ର ପିଆଜ ନେଇଛି। ପିଆଜକୁ ପୁରା ଛୋଟ ଛୋଟ ଖଣ୍ଡରେ ହିଁ କାଟି ନେବା। ଏବେ ଆମେ ନେକ୍ସଟ ଷ୍ଟେପକୁ ଯିବା। ଏଇଠି ଦେଖନ୍ତୁ ବିରି ବରା ପ୍ରସ୍ତୁତ କରିବା ପାଇଁ ପ୍ରଥମେ ବିରିକୁ ମୁଁ ଗୋଟେ ବଡ଼ ପାତ୍ରକୁ ଓଜାଡ଼ି ନେଇଛି। ଏବେ ଏଇଠି ପ୍ରଥମେ ଆମେ ବିରିକୁ ଭଲ ଭାବରେ ଫେଣେଇ ନେବା। ବିରିକୁ ଯେତେ ଭଲ ଭାବରେ ଫେଣେଇ ନେବା ସେତେ ବଢ଼ିଆ ଭାବରେ ବିରି ବରା ଆମର ଫୁଲିବ। ବିରିକୁ ଭଲ ଭାବରେ ଫେଣେଇ ନେଲା ପରେ ଆମେ ସେଥିରେ ଦେଇନେବା 2-3 ବଡ଼ ଚାମଚ ସୁଜି। ସୁଜି ଦେଇନେବା ଦ୍ୱାରା ବହୁତ କ୍ରିସ୍ପି ବନିବ ବରାଟି, ଆମର ଖାଇବା ପାଇଁ ବହୁତ ହିଁ ବଢ଼ିଆ ଲାଗିବ। ଆପଣ ନିହାତି 2-3 ଚାମଚ ସୁଜି ଆଡ଼୍ କରିକି ଦେଖନ୍ତୁ, ଆପଣମାନଙ୍କୁ ବହୁତ ହିଁ ପସନ୍ଦ ଆସିବ। ତାପରେ ସେଥିରେ ଦେଇନେବା 2 ଇଞ୍ଚର ଅଦାକୁ ମୁଁ ଏଇଠି ଗ୍ରେଟେଡ୍ କରି ନେଇଛି। କଞ୍ଚା ଲଙ୍କା ଏବଂ ପିଆଜ, ତା ସହିତ ଏଇଠି ଭୁର୍ସୁଙ୍ଗା ପତ୍ର କିଛି ନେଇଯିବା। ଫ୍ରେଶ୍ ଭୁର୍ସୁଙ୍ଗା ପତ୍ର ମୁଁ ଏଇଠି ବ୍ୟବହାର କରିଛି। ତା ସହିତ ଦେଖନ୍ତୁ 1 ଚାମଚ ଜିରା। ଏସବୁକୁ ଦେଲା ପରେ ଭଲ ଭାବରେ ଗୋଳେଇ ନେବା ଆଉଥରେ ଏବଂ ଆଉଥରେ ଭଲ ଭାବରେ ଫେଣ୍ଟି ନେବା। ସୁଜି, ପିଆଜ ଏସବୁକୁ ବିରି ସହିତ ଭଲ ଭାବରେ ମିଶାଇ ନେବା ଏବଂ ତାପରେ ସେଥିରେ ଦେଇନେବା ସ୍ୱାଦ ଅନୁସାରେ ଲୁଣ। ଏଇଠି କିଛି ସମୟ ଫେଣ୍ଟି ନେଲା ପରେ ଆମେ ଏବେ କଭର କରି ନେବା। ବିରି ବରାରେ ଆପଣ ଯେତେ ଭଲ ଭାବରେ ବିରିକୁ ଫେଣେଇବେ ସେତେ ବଢ଼ିଆ ଭାବରେ ଆପଣଙ୍କର ବରାଟି ପ୍ରସ୍ତୁତ ହେଇଯିବ। ଏଇଠି ଆମେ ତେଲ ଗରମ ହେବା ପର୍ଯ୍ୟନ୍ତ ବିରିକୁ କଭର କରି ନେବା 5-10 ମିନିଟ୍ ପାଇଁ। ଏଇଠି ଗ୍ୟାସ୍ ଅନ୍ କରି ବସାଇ ନେବା ଗୋଟେ କଡ଼େଇ, ସେଥିରେ ଦେଇନେବା ରିଫାଇନ୍ ତେଲ। ତେଲକୁ ଭଲ ଭାବରେ ଗରମ ହେବା ପାଇଁ ଛାଡ଼ିବା। ତେଲ ଭଲ ଭାବରେ ଗରମ ହୋଇଗଲା ପରେ ଆମେ ବିରି ବରାକୁ ପ୍ରସ୍ତୁତ କରି ନେବା। ପ୍ରଥମେ ଗୋଟେ ଆପଣ କେମିତି ସହଜ ଭାବରେ ପ୍ରସ୍ତୁତ କରିପାରିବେ ମୁଁ ଏଇଠି ଆପଣମାନଙ୍କୁ ଦେଖାଇ ଦେଉଛି। ପ୍ରଥମେ ଆପଣ ଯେଉଁ ତେଲ ବ୍ୟବହାର କରୁଛନ୍ତି ରିଫାଇନ୍ ତେଲ, ସେଇ ଜରିକୁ କାଟି ନିଅନ୍ତୁ। ତେଲ ଜରିରେ ବରା ବହୁତ ଜଲ୍ଦି ବହୁତ ବଢ଼ିଆ ଭାବରେ ବନି ଯାଇଥାଏ। ସେଇ ଜରି ଉପରେ ରଖେଇକି ତାପରେ ଆପଣ ହାତରେ ପ୍ରେସ୍ କରି ନିଅନ୍ତୁ। ଯେଉଁଭଳି ଭାବରେ ଆପଣ ସେପ୍ ଦେବା ପାଇଁ ଚାହୁଁଥିବେ ସେଇଭଳି ଭାବରେ ସେପ୍ ଦେଇପାରିବେ। ଏବେ ବିରି ବରା ସବୁକୁ ମୁଁ ଦେଇ ନେଇଛି କରେଇରେ, ଯେତିକି କରେଇରେ ଧରିବ ଆବଶ୍ୟକ ଅନୁସାରେ ସେତିକି ହିଁ ଦେଇ ନେଇଛି। ଆପଣ ଜମା ବି ତା ଉପରେ ଦେବେନି, ନହେଲେ ଏଇଟା ଉଲଟେଇଲା ବେଳେ ଟିକେ ପ୍ରୋବ୍ଲେମ୍ ହେବ। ମୁଁ ଏଇଠି କରେଇରେ ମୋର ଯେତିକି ଧରିଛି ସେତିକି ଦେଇ ନେଇଛି। ଗୋଟେ ପଟ ସାଇଡ଼୍ରୁ ଭଲ ଭାବରେ ହେଇ ଆସିଲା ପରେ ମୁଁ ଆରପଟ ସାଇଡ଼୍କୁ ଓଲଟେଇ ନେଇଛି। ବନେଇବା ତ ବହୁତ ସହଜ, କିନ୍ତୁ ଖାଇବା ପାଇଁ ବହୁତ ହିଁ ଟେଷ୍ଟି ଲାଗିଥାଏ, ବହୁତ ହିଁ ବଢ଼ିଆ ଲାଗେ। ମାର୍କେଟରେ ମିଳୁଥିବା ବିରି ବରା ଠାରୁ ଏ ବିରି ବରା ତ ବହୁତ ହିଁ ଟେଷ୍ଟି ଆଉ ବହୁତ ବଢ଼ିଆ ଲାଗେ। ଯେହେତୁ ଘରେ ବନାଉଛନ୍ତି ଏଇଟା ବହୁତ ହେଲ୍ଦି ମଧ୍ୟ ହେଇଥାଏ, ହାଇଜେନିକ୍ ହେଇଥାଏ। ଏବେ ତ ବର୍ଷା ଦିନ ଷ୍ଟାର୍ଟ ହେଇଗଲାଣି, ସବୁଦିନ ବାହାରୁ କିଣିକି ଖାଇବାଟା ଠିକ୍ ନୁହଁ, ସେଥିପାଇଁ ଘରେ ବି ବନେଇକି ଆମେ ଖାଇବା ପାଇଁ ଚେଷ୍ଟା କରିବା। ଏଇଠି ବରା ଆମର ବହୁତ ଭଲ ଭାବରେ ହେଇଯାଇଛି। ପୁରା ଏପଟ ସେପଟ କରିକି ଦୁଇପଟ ସାଇଡ଼୍ରୁ ମୁଁ ଭଲ ଭାବରେ ପୁରା ଛାଣି ନେଇଛି। ବରାର କଲର୍ ଦେଖିକି ଆପଣମାନେ ଜାଣିପାରୁଥିବେ କେତେ ବଢ଼ିଆ ଭାବରେ ବରାଟି ଆମର ହେଇଯାଇଛି। ଏବେ ଆମେ ଗୋଟେ ପ୍ଲେଟ୍କୁ ବାହାର କରି ନେବା ବରାକୁ ଏବଂ ଏଇଠି ସେମ୍ ପ୍ରୋସେସ୍ରେ ବାକି ଯାହା ସବୁ ବରା ବନେଇବାର ଅଛି ମୁଁ ସବୁ ବନେଇ ନେବି।
ये मुझे आपको आउ गोटे प्रकार बरा बनईकी देखी मझे होल करके सेम प्रोसेस रे आपण से पॉलिथिन ऊपर रखिकी मझे गोटे होल करेंगे तापर आपण ताको आराम से तेल रे छाड़ी नेबे बहुत बढ़िया भाव में आपणकर बनीज जमा भी यहाँ जरी लगे ना बहुत बढ़िया भाव में उठीज बहुत परफेक्ट ही बनब बरा आपणकर ठीक सेम प्रोसेस रे सब बरा को बनई नबा एवं गरमा गरम सर्व करवा खावाई बहुत ही टेस्टी बहुत ही स्वादिया लगे आपण मानू छोट पिला माने मध्य खुशी खाइबे आपण मैंने मो वीडियो देखुंत कि सब्सक्राइब करने भूली जाउछंती जदि आपण मैंने प्रथम थर पर मो वीडियो देखुंत ताले मो चैनल को निश्चय सब्सक्राइब करंतु आपण मानकर गोटे गोटे सब्सक्राइब मते आगो को बढ़िबारे सहाय्य करिवो। एठी बिरिबरा देखंतु पुणी गोटे पट साइड रो मोर भल भाव में हो जाइए मो पुणी थरे ताको ओल्टै नहीं सेम प्रोसेस रे जेमिति मो प्रथम रू आपण मानकु कहली एपट सेपट करके बरा को भल भाव में छाणी नबा बरार कलर चेंज हो गला पर्यंत बरा छाणला बेले गैस रो फ्लेम को मीडियम रखिए हाई करेनि ऊपर बहुत भल भाव में हो भितर सीझी नथिबो से आपण गैस रो फ्लेम को मीडियम रे ही रखिए बरा आपणकर पूरा परफेक्ट बनब बहुत ही क्रिस्पी ऊपर भितर पूरा नरम यही भाव में सब बरा को ये प्रस्तुत कर टमाटो सॉस सहित सर्व करी भिडटी किपर लगे मतामत देवाई जमा भी भूलिए ना जदि भिडटी भल लगी थाए मो चैनल को सब्सक्राइब करने सहित वीडियो को गोटे लाइक करेंगे आपण मानकर मूल्यवान मतामत मो सहित शेयर करने जमा भी भूलिए ना देखा पुणी गोटे नुआ वीडियो नुआ रेसिपी सहित से विदाय दिंतु। जय जगन्नाथ।